ଆରେ କ'ଣ ଖାଉଛୁ କିରେ ସରବା? କ'ଣ ସକାଳୁ ସକାଳୁ କ'ଣ ମାଛ ଭଜା ମୂଳା ଭଜା ଶାଗ କ'ଣ ଖାଇଲୁ? ମାଉସୀ ଏତେ ସକାଳୁ କରିକି ଦେଲେଣି ତୋତେ ଖାଇବାକୁ? ଆରେ ଜ୍ୟାକେଟ୍ ପିନ୍ଧିଛୁ, ଶୀତ ଛାଡ଼ିନି, ଏତେ ସକାଳୁ ମାଉସୀ ଏତେ ପ୍ରକାର କରିକି ତୋତେ ଦେଲେଣି ଖାଇବାକୁ? ଯାହା ହଉ। ନାଇଁ ମୋ ଭାଇ, ସକାଳୁ ସକାଳୁ ମୋ ବୋଉକୁ ଏତେ କଷ୍ଟ କିଏ ଦେବ? ଇଏ କାଲି ରାତିରେ ଭାଇ ଟିକେ କାଲି ମାଛ ତରକାରୀ ହେଇଥିଲା, ଇଏ କାଲି ମାଛ ଭଜା ଥିଲା, ଆଉ କାଲି ରାତିର ମୂଳା ଭଜା, ଆଉ ଶାଗ ବଡ଼ି ବି ସେ କାଲିର ନୁହେଁ, କାଲି ଗାଧୁଆଳର ଶାଗ ବଡ଼ି, ଆଉ ସେଇ ଜିନିଷ ଥିଲା। ଯେହେତୁ ଭୋଗିଥିଲା, ମୁଁ ଯାଇଥିଲି ଟିକେ ଜଗତସିଂହପୁର ଯାଇଥିଲି। ଜଗତସିଂହପୁର ଫେରିବା ଗୋଟେ କାମରେ ଗୋଟେ ପ୍ରୋଗ୍ରାମ୍ ଯାଇଥିଲି। ପ୍ରୋଗ୍ରାମରୁ ଫେରିଲା ବେଳେ ସକାଳୁ ତ ଆଉ ସବୁ ଦୋକାନ ବଜାର ଖୋଲା ହେଇନି, ସେଥିପାଇଁ ମୁଁ ଆସିଲି। ମୁଁ କହିଲି ବୋଉ ଫୋନ୍ କରିଥିଲି, ମୁଁ କହିଲି ବୋଉ କ'ଣ ଅଛି ଖାଇବା ପାଇଁ? ନା କାଲି ରାତିରେ ସବୁ ଖାଇବା ଅଛି, ଆଉ ଶାଗ ବଡ଼ି କାଲି ଦିନରେ ଥିଲା ଅଛି ଖାଇବୁ। ମୁଁ କହିଲି ବୋଉ ପଖାଳୁ ସେ ପୁରା ବଢ଼ିଆ ହେବ, ଆଉ ମାଛ ଟିକେ ଗରମ କରିଦେ, ଆଉ ମୂଳା ଭଜା ଟିକେ ଗରମ କରିଦେ, ଶାଗ ବଡ଼ି ଟିକେ ଗରମ କରିଦେ। ବୋଉ ପୁରା ସକାଳୁ ସକାଳୁ ପୁରା ଶାଗ ବଡ଼ି ସବୁ ଗରମ କରିଦେଇଛି, ଆଉ ପୁରା ପଖାଳ ମାଟ ପୁରା ହେଇ ଚାଲିଛି, ପୁରା ପେଟ ଥଣ୍ଡା, ଆରାମରେ ନିଦଟା ହେବ।